ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଆଜିର ଭିଡ଼ିଓରେ ଆମେ ଦେଖିବାକୁ ଯିବା ଯକ୍ଷୀୟ ଚରିଥିବା ଗଛ। ଯକ୍ଷୀୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିବା ନିମନ୍ତେ ଏକ ଡିମ୍ବୁରି ବୃକ୍ଷରେ ସେ ଚରିଥିଲେ। ଆଉ ଆଜି ଆମେ ଦେଖିବା ସେଇ ଗଛ ଆଜି ପର୍ଯ୍ୟନ୍ତ ଅଛି ନା ନାହିଁ। ଏଠାରେ ଗୋଟେ ପ୍ରଶ୍ନ ଆସୁଛି, 2000 ବର୍ଷରୁ ଉର୍ଦ୍ଧ୍ୱ ସମୟ ହୋଇଗଲାଣି, କ'ଣ ସେଇ ଗଛ ଆଜି ପର୍ଯ୍ୟନ୍ତ ଅଛି କି? ହଁ ପ୍ରିୟ ବନ୍ଧୁଗଣ, ସେଇ ଗଛ ଆଜି ପର୍ଯ୍ୟନ୍ତ ବି ଅଛି। ଆଉ ଏମିତି ଏକ ଗଛ ଯେଉଁ ଗଛରେ ଯକ୍ଷୀ ଚଢ଼ିଥିଲେ ଆଉ ଯାହାର ଆୟୁଷ ହେଉଛି 2000 ବର୍ଷରୁ ଅଧିକ। ତେବେ ଜାଗା ନାଁ ହେଉଛି ଜେରିକୋ। ୱେଲକମ୍ ଟୁ ଜେରିକୋ। ଲୁକ ତାର 19 ଅଧ୍ୟାୟରେ ଲେଖା ଅଛି, ପ୍ରଭୁ ଯୀଶୁଖ୍ରୀଷ୍ଟ ଜିରିହକୁ ଯାଉଥିଲେ। ଇଏ ହେଉଛି ଆଜିର ଜିରିହ ନଗର, ଯାହା ଆପଣ ଦେଖୁଛନ୍ତି। ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ଆଜିର ଜିରିହ। ୱି ଲଭ୍ ଜେରିକୋ। ଇଂରାଜୀରେ ଏହାକୁ ଜେରିକୋ ବୋଲି କୁହାଯାଏ। ଓଡ଼ିଆ ବାଇବଲରେ ଜିରିହ ନଗର ବୋଲି ଲେଖା ଅଛି। ତେବେ ପ୍ରିୟ ବନ୍ଧୁଗଣ, ଆମେମାନେ ସେଇ ଗଛକୁ ଆଜି ଆମେମାନେ ଦେଖିବା, ଯେଉଁ ଗଛର ଆୟୁଷ ହେଉଛି 2000 ବର୍ଷରୁ ଅଧିକ ଏବଂ ସେଇ ଗଛ ଆଜି ପର୍ଯ୍ୟନ୍ତ ବି ରହିଅଛି। ତେବେ ଚାଲନ୍ତୁ ପ୍ରିୟ ବନ୍ଧୁଗଣ, ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଆମେ ଦେଖିବା ଲୁକ ତାର 19 ପର୍ବ ପ୍ରଭୁ ଯୀଶୁଖ୍ରୀଷ୍ଟ ଏବଂ ଯକ୍ଷୀୟଙ୍କ ବିଷୟରେ ଲେଖା ଅଛି। ଚାଲନ୍ତୁ ଆମେମାନେ ପଢ଼ିବା, ତାପରେ ଆମେମାନେ ସେ ଗଛକୁ ଆମେମାନେ ଦେଖିବା। ଆପଣମାନେ ଭିଡ଼ିଓକୁ ଏନ୍ଜୟ କରୁଥାନ୍ତୁ, ତା ସହିତ ପରମେଶ୍ୱରଙ୍କର ବାକ୍ୟକୁ ମଧ୍ୟ ଶ୍ରବଣ କରୁଥାନ୍ତୁ। ଲୁକ ତାର 19 ଅଧ୍ୟାୟ, ଏଠି ଏମିତି ଲେଖା ଅଛି, ପରେ ସେ ଜିରିହରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ। ଆଉ ଦେଖ, ଯକ୍ଷୀୟ ନାମରେ ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଗ୍ରାହୀ ଓ ଧନୀ ଲୋକ। ତେବେ ଯକ୍ଷୀୟ କ'ଣ ଥିଲେ? ପ୍ରଧାନ କରଗ୍ରାହୀ। ତା'ର ଅର୍ଥ ହେଉଛି ସେଇ ଅଞ୍ଚଳରେ ଯେତେ ବି କରଗ୍ରାହୀ ଥିଲେ ସମସ୍ତଙ୍କର ଲିଡ଼ର ଥିଲେ। ଯକ୍ଷୀୟ କିଏ ଥିଲେ? ସମସ୍ତଙ୍କର ନେତା ବା ସମସ୍ତଙ୍କ ଲିଡ଼ର, ମାନେ ସମସ୍ତଙ୍କର ଉପରେ ଥିଲେ। ଯେତେ ବି କର ଆଦାୟକାରୀ ସମସ୍ତଙ୍କର ଉପରେ ଥିଲେ ଏବଂ ସେ ଧନୀ ଲୋକ ମଧ୍ୟ ଥିଲେ। ହଁ ପ୍ରିୟ ବନ୍ଧୁଗଣ, ଜଣେ ଧନୀ ବ୍ୟକ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦେଖିବା ନିମନ୍ତେ ସେ ଇଚ୍ଛା ପ୍ରକାଶ କରୁଅଛନ୍ତି। 3 ପଦ, ଯୀଶୁ କିଏ ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖିପାରୁନଥିଲେ, କାରଣ ସେ ବାଙ୍ଗର ଥିଲେ। ଏଣୁ ସେ ଆଗକୁ ଦୌଡ଼ି ଯାଇ ତାହାଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବିରି ଗଛରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା। ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାଙ୍କୁ କହିଲେ, ଯକ୍ଷୀୟ, ଶୀଘ୍ର ଓହ୍ଲାଇ ଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ। ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ତାହାଙ୍କର ଆତିଥ୍ୟ କଲେ। ତାହା ଦେଖି ସମସ୍ତେ ବଚସା କରି କହିବାକୁ ଲାଗିଲେ, ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି। କିନ୍ତୁ ଯକ୍ଷୀୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋର ସମ୍ପତ୍ତିର ଅର୍ଦ୍ଧେକ ମୋ ଦରିଦ୍ରମାନଙ୍କୁ ଦାନ କରୁଅଛି। ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ 4 ଗୁଣରେ ତାହା ଫେରାଇ ଦେଉଅଛି। ସେଥିରେ ଯୀଶୁ ତାଙ୍କ ବିଷୟରେ କହିଲେ, ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଏ ମଧ୍ୟ ଅବ୍ରାହମଙ୍କ ଜଣେ ସନ୍ତାନ। କାରଣ ଯାହା ହଜିଅଛି ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟ ପୁତ୍ର ଆସିଅଛନ୍ତି। ଲୁକ ବୋଲି ଜଣେ ବ୍ୟକ୍ତି ଥିଲେ, ଆଉ ସେହି ସମୟରେ ଜଣେ ବୈଦ୍ୟ ଥିଲେ, ବହୁତ ବଡ଼ ବୈଦ୍ୟ। ଆଉ ସେ ତାଙ୍କର ସୁସମାଚାର ପୁସ୍ତକରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମନୁଷ୍ୟ ପୁତ୍ର ଭାବରେ ସେ ବର୍ଣ୍ଣନା କରନ୍ତି।
ହଁ ପ୍ରିୟ ବନ୍ଧୁଗଣ, ଆଉ ବର୍ତ୍ତମାନ ଆମେମାନେ ଯାହା ବି କିଛି ଶୁଣିଲୁ ତାହା ହେଉଛି ନିରାଟ ସତ୍ୟ ବିଷୟ ଅଟେ। ଇଏ ହେଉଛି ଜେରିକୋ ସହର ବା ଜିରିହୋ ନଗର, ଆଜିର ଜିରିହୋ ନଗର, ଯେଉଁଟା ଆପଣ ବର୍ତ୍ତମାନ ଦେଖୁଅଛନ୍ତି। ତେବେ ସେଇ ଗଛ କୁଆଡ଼େ ଗଲା ତାହା ମଧ୍ୟ ଆମେ ଦେଖିବା। ଆଉ ଯେଉଁ ଗଛରେ ଯକ୍ଷ ଚଢ଼ିଥିଲେ ସେଇ ଗଛ ଆଜି ବି ରହିଛି। ହଁ ପ୍ରିୟ ବନ୍ଧୁଗଣ, ଯକ୍ଷ ଚଢ଼ିଥିବା ଗଛ ଆଉ ସେ ଗଛ ଆଜି ବି ଅଛି। ସିଟି ଅଫ୍ ଜେରିକୋ, ଜିରିହୋ ନଗର। ତେବେ ଯକ୍ଷ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ମାନେ ଏତେ ଆଗ୍ରହୀ ଥିଲେ, ସେ ଆଗେ ଆଗେ ଦୌଡ଼ିଗଲେ। କାରଣ ସେ ଜାଣିଥିଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏଇ ରାସ୍ତା ଦେଇ ଯିବାର ଅଛି। ଆଗେ ଆଗେ ଦୌଡ଼ିଗଲେ ଆଉ ଗୋଟେ ଡିମ୍ବୁରି ଗଛ ଉପରେ ଚଳିଲେ। ଯକ୍ଷ ଏକ ଡିମ୍ବୁରି ଗଛ ଉପରେ ଚଢ଼ୁଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଟିକେ ଦେଖିବା ପାଇଁ। କିନ୍ତୁ ଯକ୍ଷ ଜାଣିନଥିଲେ ଯେ ଯାହାଙ୍କୁ ସେ ଦେଖିବା ପାଇଁ ଚାହୁଁଛନ୍ତି ଆଉ ସିଏ ଆଜି ତାଙ୍କ ଘରେ ଅତିଥି ହେବେ ବା ତାଙ୍କ ଘରେ ରହିବେ। ଟିକେ ଗଭୀର ବିଷୟ ମୁଁ ଆଲୋଚନା କରିବା ପାଇଁ ଚାହୁଁଛି ପ୍ରିୟ ବନ୍ଧୁଗଣ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କେମିତି ଜଣାପଡ଼ିଲା ଯେ ଯକ୍ଷ ଡିମ୍ବିରି ଗଛ ଉପରେ ଚଢ଼ିଛନ୍ତି ବୋଲି? ପ୍ରଭୁ ଯୀଶୁଖ୍ରୀଷ୍ଟ ସେଇ ବାଟ ଦେଇ ଆସିଲେ ସତ, କିନ୍ତୁ ଏକ୍ଜାକ୍ଟଲି ସେଇ ଗଛ ମୂଳରେ ଠିଆ ହେଲେ ଏବଂ ଉପରକୁ ଚାହିଁଲେ। ତେବେ ପ୍ରିୟ ବନ୍ଧୁଗଣ ଦେଖନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଯେହେତୁ ଈଶ୍ୱର, ପ୍ରଭୁ ଯୀଶୁଖ୍ରୀଷ୍ଟ ଈଶ୍ୱର ଅଟନ୍ତି, ତାହାର ଇଏ ହେଉଛି ପ୍ରମାଣ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଲୋକ ଗହଳି ମଧ୍ୟରେ ଥିଲେ। ଜଣେ ବାଙ୍ଗର ଲୋକ ଯାହାଙ୍କ ନାଁ ହେଉଛି ଯକ୍ଷ, ସେ ଦୌଡ଼ିଗଲେ ଆଉ ଡିମ୍ବିରି ଗଛ ଉପରେ ଚଳିଲେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଏକ୍ଜାକ୍ଟଲି ସେଇ ଗଛ ମୂଳକୁ ଆସିଲେ, ଉପରକୁ ଚାହିଁଲେ। ତା ଅର୍ଥ ପ୍ରଭୁ ଯୀଶୁଖ୍ରୀଷ୍ଟ ସର୍ବଜ୍ଞାନୀ ପରମେଶ୍ୱର ଅଟନ୍ତି। ସେ ଜାଣିଥିଲେ ଯକ୍ଷ ନାମର ଜଣେ ବ୍ୟକ୍ତି କେଉଁ ଗଛରେ ଚଢ଼ିବେ, ସେଥିପାଇଁ ସେ ଆସିଲେ, ସିଧା ଉପରକୁ ଅନେଇଲେ। ଦ୍ୱିତୀୟ ବିଷୟ, ଯକ୍ଷଙ୍କର ନାଁ ଧରି ଡାକୁଛନ୍ତି। ତେବେ ଯୀଶୁଙ୍କୁ କେମିତି ଜଣାପଡ଼ିଲା ଏଇ ବ୍ୟକ୍ତିଙ୍କ ନାଁ ହେଉଛି ଯକ୍ଷ ବୋଲି? କାରଣ ସେ ସର୍ବଜ୍ଞାନୀ ଅଟନ୍ତି। ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସର୍ବଜ୍ଞାନୀ ହେବାର ଏକ ପ୍ରମାଣ ଆମକୁ ମିଳେ। ହଁ ପ୍ରିୟ ବନ୍ଧୁଗଣ, ସେଥିପାଇଁ ସେ ଜାଣିଥିଲେ ଏହାଙ୍କ ନାଁ ହେଉଛି ଯକ୍ଷ, ତେଣୁ ସେ ନାଁ ଧରିକି ଡାକିଲେ। ଇଏ ହେଉଛି ସେଇ ଗଛ। ଦେଖନ୍ତୁ, ସାଇକମର ଟ୍ରି ଓଭର 2000 years old, ଲୁକ୍ ଚାପ୍ଟର 19। 2000 ବର୍ଷରୁ ବି ଉର୍ଦ୍ଧ୍ୱ ହେବ ପୁରୁଣା ହେଉଛି ଏଇ ଡିମ୍ବୁରି ବୃକ୍ଷ। ହଁ ପ୍ରିୟ ବନ୍ଧୁଗଣ, ଏଇ ଗଛର ଆୟୁଷ କେତେ? 2000 ବର୍ଷରୁ ଅଧିକ। ତେବେ ଏଇ ଗଛ ଆଜି ପର୍ଯ୍ୟନ୍ତ ସେ ଦେଖନ୍ତୁ, ଆଉ ଏକ୍ଜାକ୍ଟଲି ହେଉଛି ସେଇ ଗଛ। ଅନେକ ଭାବନ୍ତି ଏଇଟା କୌଣସି ଅଲଗା ଗଛ ହେଇଥିବ। ଅଲଗା ଗଛ ନୁହେଁ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ସେଇ ଗଛ ଯେଉଁ ଗଛରେ ଯକ୍ଷ ଚଢ଼ିଥିଲେ। ଦେଖନ୍ତୁ, ଏଇ ଗଛରେ ଯକ୍ଷ ଚଢ଼ିଥିଲେ। ଆଉ ଏ ଗଛ କେତେ ଉଞ୍ଚା ଟିକେ ଦେଖନ୍ତୁ। ଆଉ ଯକ୍ଷ ଜାଣିଥିଲେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏଇ ରାସ୍ତା ଦେଇକି ଆସିବେ, ତେଣୁ ସେ ଆଗୁଆ ଆସିକି ଏଇ ଗଛରେ ଚଳିଲେ। ଆଉ ଆଶ୍ଚର୍ଯ୍ୟର ବିଷୟ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ ଯକ୍ଷଙ୍କର ନାଁ ଧରି ଡାକିଲେ, ହେ ଯକ୍ଷ। 5 ପଦ ଲେଖା ଅଛି, ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁଲେ, ଯେଉଁଟା ମୁଁ କହୁଥିଲି। ଉପରକୁ ଚାହିଁ ତାଙ୍କୁ କହିଲେ, ଯକ୍ଷ ଶୀଘ୍ର ଓହ୍ଲାଇ ଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ। ଯକ୍ଷ ତୁମେ ଓହ୍ଲାଇ ଆସ,
କାରଣ ଆଜି ଅବଶ୍ୟ ତୁମ ଘରେ ରହିବାକୁ ହେବ। ଆଉ ଯକ୍ଷ ଏତେ ଖୁସି ହୋଇଯାଇଥିଲେ। ଆଉ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯକ୍ଷଙ୍କର ଗୃହରେ ପ୍ରବେଶ କଲେ, ଆଉ ସେତେବେଳେ ଯକ୍ଷଙ୍କର ପୁରା ଜୀବନ ହିଁ ବଦଳିଗଲା। ଯକ୍ଷ କହୁଛନ୍ତି, ମୁଁ ମୋର ଅଧା ସମ୍ପତ୍ତି ଦରିଦ୍ରମାନଙ୍କୁ ଦାନ କରୁଛି। ଯଦି ଅନ୍ୟରେ କାହାଠାରୁ କିଛି ନେଇଥାଏ ତେବେ 4 ଗୁଣରେ ତା ଫେରେଇ ଦେଉଛି। ତାପରେ ଯୀଶୁ କ'ଣ କହିଲେ? ଏଇ ଘରେ ଆଜି ପରିତ୍ରାଣ ଉପସ୍ଥିତ ହୋଇଅଛି। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯାହା ହୃଦୟ ମଧ୍ୟକୁ ପ୍ରବେଶ କରନ୍ତି ତା'ର ଜୀବନ ହିଁ ପରିବର୍ତ୍ତନ ହୋଇଯାଏ। ସେ ଗୁଣ୍ଡା ଥାଉ, ବଦମାସ ଥାଉ, ସେ ଯାହା ବି ଥାଉ ନା କାହିଁକି, ତା'ର ସମ୍ପୂର୍ଣ୍ଣ ଜୀବନ ହିଁ ପରିବର୍ତ୍ତନ ହୋଇଯାଏ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଣଙ୍କର ହୃଦୟକୁ ଯେତେବେଳେ ପ୍ରବେଶ କରନ୍ତି। ଏଠି ମଧ୍ୟ ସେୟା ଘଟିଲା। ଲୁକ 19 ପର୍ବ 1-9 ମୁଁ ପଢ଼ିଲି 1-10 ଯାକେ। ଆଉ ଆକ୍ଚୁଆଲି 1-9 ଯାକେ ହିଁ ଲେଖା ଅଛି ଯକ୍ଷଙ୍କ ବିଷୟରେ। ଆଉ ଯୀଶୁ କହିଲେ ଏଇ ଘରେ ପରିତ୍ରାଣ ଉପସ୍ଥିତ ହୋଇଅଛି। ତେବେ ଏଇଟା ହେଉଛି ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ। ଅନେକ ସାକ୍ଷ୍ୟ ମୁଁ ଶୁଣିଅଛି ପ୍ରିୟ ବନ୍ଧୁଗଣ। ଅନେକ କହନ୍ତି ମୁଁ ବଦମାସ ଥିଲି, ଗୁଣ୍ଡା ଥିଲି, କିନ୍ତୁ ବର୍ତ୍ତମାନ ମୁଁ ଜଣେ ପ୍ରଭୁ ବିଶ୍ୱାସୀ। ଯେତେବେଳେ ଏମିତି କମେଣ୍ଟ ଗୁଡ଼ିକ ମୁଁ ପଢ଼େ ବା ଭିଡ଼ିଓ ଗୁଡ଼ିକ ଦେଖେ, ମୋତେ ବହୁତ ଆନନ୍ଦ ଲାଗେ ଯେ ଏତେ ବଡ଼ ଗୁଣ୍ଡା ବଦମାସ ସେ କ'ଣ ପ୍ରଭୁ ଯୀଶୁଖ୍ରୀଷ୍ଟ ନାମରେ ପରିବର୍ତ୍ତନ ହେଇପାରେ ପ୍ରିୟ ବନ୍ଧୁଗଣ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଶକ୍ତି ଅଛି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏଇ ଯେଉଁ ବାକ୍ୟ, ତା ହେଉଛି 2 ଧାର ଖଡ଼ଗ ସହିତ ସମାନ। ଏ ବାକ୍ୟ ଜଣଙ୍କର ହୃଦୟକୁ କାଟିପାରିବ, ଏମିତି ଶକ୍ତି ରହିଅଛି। ସେଥିପାଇଁ ଆମେମାନେ ଦେଖିବାକୁ ପାଇଲୁ କେବଳ ଆଜି ନୁହେଁ, ଯୀଶୁଙ୍କ ସମୟରେ ମଧ୍ୟ ପାପୀମାନେ, ବ୍ୟଭିଚାରୀମାନେ ସେମାନେ ପରିବର୍ତ୍ତନ ହେଉଥିଲେ। ମାଥିଉ ପରିବର୍ତ୍ତନ ହୋଇଗଲେ, ଯିଏ ଜଣେ କର ଆଦାୟ କରିଥିଲେ ଯୀଶୁଙ୍କର ଶିଷ୍ୟ ହୋଇଗଲେ। ପିତର, ଯୋହନ, ଯାକୁବ ସେମାନେ ମାଛ ଧରିବା ତାଙ୍କର ବ୍ୟବସାୟ ଥିଲା। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଦ୍ୱାରା ସେମାନେ ଜାଲ ଛାଡ଼ିକି ଆଉ ସେମାନେ ଯୀଶୁଙ୍କର ଶିଷ୍ୟ ହୋଇଗଲେ। ଏଠି ଦେଖୁଛୁ ଯକ୍ଷ, ତାଙ୍କର ଜୀବନ ବଦଳିଗଲା। ତେବେ ଏମିତି ଅନେକ ସାକ୍ଷ୍ୟ ରହିଅଛି ପ୍ରିୟ ବନ୍ଧୁଗଣ। ତେବେ ଆଜିର ଭିଡ଼ିଓ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରିକି ଜଣାନ୍ତୁ। ଆଉ ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ, ଭିଡ଼ିଓକୁ ସେୟାର କରନ୍ତୁ। ଯଦି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସମସ୍ତଙ୍କୁ ନମସ୍କାର ପ୍ରିୟ ବନ୍ଧୁଗଣ। ପୁଣି ଥରେ ଭେଟ ହେବା ଆପଣ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ଯଦି ଏ ଭିଡ଼ିଓ ଭଲ ଲାଗିଥିଲା, ଭିଡ଼ିଓକୁ ସେୟାର କରନ୍ତୁ। ଆଉ ଏମିତି ଭିଡ଼ିଓ ଆହୁରି ଦେଖିବା ପାଇଁ ଏ ଚ୍ୟାନେଲକୁ ଏବେଠାରୁ ସବସ୍କ୍ରାଇବ୍ କରି ରଖନ୍ତୁ। ନମସ୍କାର ପ୍ରିୟ ବନ୍ଧୁଗଣ। ଆଜି ପାଇଁ ଏତିକି। ପୁଣି ଭେଟ ହେବା ଆପଣ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ।